ସମସ୍ତଙ୍କୁ ସ୍ୱାଗତ। ତ ଆଜି ଆମେ ଗୋଟେ ପ୍ରୋଜେକ୍ଟ ବନେଇବା ଯାହା ନାଁ ହେଉଛି ଏଆଇ କାର୍। ଏଆଇ କାର୍ରେ କ'ଣ ହେବ ନା ଆମର ଗୋଟେ ରାସ୍ତା ଅଛି, ସିମ୍ପଲ୍ ରାସ୍ତା। ସେ ରାସ୍ତାରେ ଅଟୋମେଟିକାଲି ଏ କାର୍ଟା କ'ଣ ହେଉଛି ନା ଟର୍ନ କରିବ, ଏଇ ଜାଗା ଟର୍ନ କରିବ, ଯେମିତି ଯାହା ଅଛି ସେମିତି ଯିବ। କିନ୍ତୁ ଆମର ଯେଉଁ ଗ୍ରୀନ୍ କଲର୍କୁ ସେ କେବେ କହିବ ନାହିଁ, କେବଳ ଆମ ରାସ୍ତା ଉପରେ ଯିବ। ତାହେଲେ ଆମେ କେମିତି କରିଥିଲେ? କାର୍ର ସ୍ପାଇଟ୍ ପାଇଁ ମୁଁ ଏଠି ଅପଲୋଡ଼ କଲି। ଅପଲୋଡ଼ରେ ମୁଁ କ'ଣ କଲି, ଆଗ ଫାଷ୍ଟ ଗୋଟେ ଡାଉନଲୋଡ଼ କରିଥିଲି ଏଇ କାର୍ଟାକୁ, ତାପରେ ତା ବ୍ୟାକ୍ଗ୍ରାଉଣ୍ଡଟାକୁ ରିମୁଭ୍ କରିଦେଲି remove.bgରେ। ତାପରେ ତାକୁ ଡାଉନଲୋଡ଼ କରିଛି। ଡାଉନଲୋଡ଼ କରିସାରିଲା ପରେ ମୁଁ କ'ଣ କଲି, ଏଇ ସ୍ପ୍ରାଇଟ୍ର 3ଟା କଷ୍ଟ୍ୟୁମ୍ ବନେଇଲି। କ'ଣ କଷ୍ଟ୍ୟୁମ୍ ନା ଗୋଟେ କଷ୍ଟ୍ୟୁମ୍ ଏଇଟା ଅଛି, ଠିକ୍ ଅଛି। ତାପରେ କ'ଣ କଲି ଦେଖନ୍ତୁ ମୁଁ କ'ଣ କରିଛି, ଡୁପ୍ଲିକେଟ୍ କଲି। ଏଠି ଗୋଟେ ଏମିତି ଗୋଟେ ଉପରେ ଗୋଟେ ବନେଇଲି, ଆଉ ଗୋଟେ ଏମିତି ତଳେ ଗୋଟେ ବନେଇଲି, ଠିକ୍ ଅଛି। ଏଠି ଗୋଟେ ଉପରେ ବନେଇଛି, ଆଉ ଗୋଟେ ଏମିତି ତଳେ ବନେଇଲି। ଏଇ ଯେଉଁ ଦୁଇଟା ଜିନିଷରେ ଗୋଟେ ଅପ୍ ଅଛି, ଗୋଟେ ଡାଉନ୍ ଅଛି। ତ ଅପ୍ରେ ମୁଁ କ'ଣ କଲି, କେବଳ ଏଇ ଗୋଟେ ରଖିଲି, ଠିକ୍ ଅଛି। ଏଇ ଗୋଟେ ରଖିଲି ମାନେ କ'ଣ ନା, ଆଉ ବାକି ଏଗୁଡ଼ାକ ଏଇଟା ଆଉ ଏଇଟାକୁ ମୁଁ ଡିଲିଟ୍ କରିଦେବି, ଠିକ୍ ଅଛି। ସେମିତି ଡାଉନ୍ରେ ମୁଁ କ'ଣ କରିବି, ଡାଉନ୍ରେ ମୁଁ କ'ଣ କଲି ନା ଏଇଟାକୁ ଡିଲିଟ୍ କରିବି, କେବଳ ଏଇଗୁଡ଼ା ରଖିବି। ତ ଏଇ ଜିନିଷ ଗୋଟେ ଅପ୍ ଗୋଟେ ଅଛି, ଗୋଟେ ଡାଉନ୍ ଅଛି। ମୁଁ ତାକୁ ସେଇ ଅନୁସାରେ କରିଛି, ଠିକ୍ ଅଛି। ଦେଖନ୍ତୁ ଏଇ ଉପରେ ରହିଲା, ଆଉ ଗୋଟେ ଏମିତି ତଳେ ଅଛି। ତାପରେ ସ୍ପାଇଟ୍କୁ ମୁଁ ଯେତେବେଳେ କ୍ଲିକ୍ କରିବି, ସେ କ'ଣ ହେବ ନା ଆମର ଏଇ ପୋଜିସନକୁ ଆସିବ। ମୁଁ ଦେଖି ତାପରେ ପଏଣ୍ଟିଂ ଡିରେକ୍ସନ୍ 15, ତାହେଲେ ଏଇ 15 ଡିଗ୍ରୀରେ ଉପରକୁ ଉଠିଲା। ରାସ୍ତା ପାଖକୁ ଆସିଲେ ସେ ଅଟୋମେଟିକାଲି ଚେଞ୍ଜ ହେବ। ତ କେମିତି ଚେଞ୍ଜ ହେବ ନା ଫରଏଭର ଭିତରେ ମୁଁ ରଖିଛି କ'ଣ ନା ମୁଭ୍ 2 ଷ୍ଟେପ୍। ଇଏ 2 ଷ୍ଟେପ୍ ଲେଖା ଆଗକୁ ବଢ଼ି ଚାଲୁଥିବ। ତାପରେ ଆମେ କ'ଣ କଲେ ନା ସୁଇଚ୍ କଷ୍ଟ୍ୟୁମ୍ ଟୁ ଅଫ୍, ତାର ଗୋଟେ ଅଫ୍ ଯେଉଁ କଷ୍ଟ୍ୟୁମ୍ଟା ଅଛି ସେଇଟାକୁ ଆମେ ଫାଷ୍ଟ ସୁଇଚ୍ କଲେ, ଯେତେବେଳେ ଅଫ୍ ହେଲା ସେତେବେଳେ ଆମେ କ'ଣ କଲେ ନା ଟଚିଂ କଲର୍, କେଉଁ କଲର୍ ନା ଏଇ ଯେଉଁ ଗ୍ରୀନ୍ କଲର୍। ଏଇ ଗ୍ରୀନ୍ କଲର୍କୁ ମୁଁ କ'ଣ ଏଇଠି ଏମିତି କରୁଛି, ଏଇ ଯେଉଁ ଗ୍ରୀନ୍ କଲର୍କୁ ଏଇଠି ଆଣିକି ରଖିଦେଲି, ଠିକ୍ ଅଛି। ଟଚିଂ ଯଦି ଏଇ କଲର୍ ହେବ ତାହେଲେ କ'ଣ ହେବ ନା ଅଟୋମେଟିକାଲି କ'ଣ ହେବା ଦରକାର ନା 10 ଡିଗ୍ରୀ ଡାହାଣକୁ ବୁଲିଯିବ। ଯେତେବେଳେ ଏଇଠି ଏମିତି ଏପଟେ କଲର୍ କରିବା, ସେ 10 ଡିଗ୍ରୀ ଡାହାଣକୁ ବୁଲିବ। ସେମିତି ତାପରଟା କ'ଣ ହେବ ନା ସୁଇଚ୍ କଷ୍ଟ୍ୟୁମ୍ ଟୁ ଡାଉନ୍। ଯେତେବେଳେ ଡାଉନ୍ଟା ହେବ ସେତେବେଳେ କ'ଣ ହେବ, ଯଦି ସେ କଲର୍କୁ ଟଚ୍ କଲା, ଏଇ କଲର୍କୁ ଟଚ୍ କଲା ତାର ଏପଟ ଡାଉନ୍ ସାଇଡ଼୍ଟା, ତାହେଲେ ସେ କ'ଣ ହେବ ନା ଲେଫ୍ଟକୁ ମୁଭ୍ କରିବ। ଆଉ ତାପରେ ଆମେ କ'ଣ କରୁଛେ ନା ସୁଇଚ୍ କଷ୍ଟ୍ୟୁମ୍ ଟୁ କାର୍ 3, ତାପରେ କାର୍ 3। ଦେଖନ୍ତୁ ଏଇଟା ଏତେ ଫାଷ୍ଟ ଏତିକ ହେଇଯିବ ଯେ ସେଇ ଫାଷ୍ଟ କଷ୍ଟ୍ୟୁମ୍ ଆଉ ସେକେଣ୍ଡ କଷ୍ଟ୍ୟୁମ୍ ଯେଉଁ ଅପ୍ ଆଉ ଡାଉନ୍ କେବଳ ଆପଣଙ୍କୁ ଦେଖିବନି, କେବଳ କାର୍ କଷ୍ଟ୍ୟୁମ୍ଟା ହିଁ ଶୋ କରିବ, ଠିକ୍ ଅଛି। ଆଉ ତା ଭିତରେ ଏମିତି ସବୁବେଳେ ଚାଲିଥିବ। କାଳେ ଟଚ୍ କରୁଛି କି, କାଳେ ଟଚ୍ ଯଦି ଟଚ୍ କରୁଛି ତାହେଲେ ସେଇ ଅନୁସାରେ ରୋଟେଟ୍ ହେବ, ଆଉ ଅଟୋମେଟିକାଲି ଚାଲିବା କଥା ଯେମିତି ଚାଲିବ। ଦେଖନ୍ତୁ ଏମିତି ଚାଲିଲା, ଯେତେବେଳେ ଏଠି ବାଜିଲା ସେଥିପାଇଁ ଅଟୋମେଟିକାଲି ବୁଲି ଯାଉଛି। ଯେତେବେଳେ ଆଉ ଟିକେ ବୁଲି ଏମିତି କର୍ଭ ଯେତେବେଳେ ହେବ ସେ ଅନୁସାରେ ବୁଲିଯିବ। ତ ତାପରେ ଆମର ଜିନିଷ ହେଉଛି ଆମେ ଏଇ ରାସ୍ତା କେମିତି ବନେଇବା, ଠିକ୍ ଅଛି। ତ ଆମେ ଷ୍ଟେଜ୍ ପାଖକୁ ଆସିବା। ଷ୍ଟେଜ୍ର ବ୍ୟାକ୍ଡ୍ରପ୍ ଅଛି, ମୁଁ ଏଠି ବହୁତ ଗୁଡ଼େ ବ୍ୟାକ୍ଡ୍ରପ୍ ବନେଇଛି। ତାକୁ କ'ଣ କରୁଛି ନା ଆଉ ଗୋଟେ ବ୍ୟାକ୍ଡ୍ରପ୍ ବନେଇ ଦେଉଛି। ତ ଏମିତି ଆସିଲା, ଆମେ ଫାଷ୍ଟ କ'ଣ କରିବା ନା ଏଇ କଲର୍ଟାକୁ ଚୁଜ୍ କରିକିନା ଏଇଠି ଗୋଟେ ଆଗ ଏମିତି ବନେଇଦେଲେ, ଗୋଟେ ବକ୍ସ ପୁରା ଫୁଲ୍ ବକ୍ସ ହେଇଗଲା। ହେଇସାରିଲା ପରେ ଏଇଟାକୁ ଆମେ ଧରିବା। ତାପରେ ଏଇ ଯେଉଁ କଲର୍ଟା ଆସିଯିବ ତାକୁ ଆମେ କେତେ ଦେବା ନା 50 ଦେବା, 50 ଦେବା ଆଉଟଲାଇନ୍ଟା। ତାପରେ ଆମେ ଏଇଠି ଗୋଟେ ଏମିତି ସିଧା ଡ୍ର କରିବା। ତାପରେ ରିସେପ୍ ଟୁଲ୍ ଧରିବା, ଏଇଟାକୁ ଧରିବା। ତାପରେ ଏଇଟାକୁ ଆମେ କ'ଣ କରିବା ନା ଏମିତି କରିକିନା ଯେମିତି ଆପଣ ଚାହିଁବେ, ଯେମିତି ଚାହିଁବେ ତାକୁ ସେମିତି ମୋଡ଼ି ହେବ, ଠିକ୍ ଅଛି। ଆପଣ ଯେମିତି ଚାହିଁବେ ତାକୁ ସେମିତି ମୋଡ଼ିକିନା ଗୋଟେ ରାସ୍ତା ଭଳିଆ କରିଦେବେ। ତାପରେ ଏମିତି ହେଇଗଲା, ଏଇଟା ଏମିତି ହେଇଗଲା, ଠିକ୍ ଅଛି। ଏଇଟା ଗୋଟେ ରାସ୍ତା ହେଇଗଲା। ଆଉ ଏଇଟାକୁ ବେଶୀ କର୍ଭ ଆପଣ ଦେବେନି, ବେଶୀ କର୍ଭ ହେଲେ ସେ ଗାଡ଼ିଟା ଠିକ୍ସେ ବଙ୍କେଇବନି, ଠିକ୍ ଅଛି। କାହିଁକିନା ତା ଡିଗ୍ରୀଟାକୁ ସେ ଯଦି ଅଧିକା ଦେବେ, ଏଇଟା 10 ଡିଗ୍ରୀ ଲେଖା ଦେଇଛି, ଆପଣ ଯଦି ଅଧିକା ଦେବେ ତାହେଲେ ସେ ପୁରା ସାର୍ପ ଏଣ୍ଡରେ ବି ବଙ୍କେଇବ। ତାହେଲେ ଯଦି ଟ୍ରାଏ କରିବା, ଦେଖନ୍ତୁ ଏଇଠି ଆସିଲା, ଏଇଠିକି ଆସିଲା, ତାପରେ ଚାଲିଲା। ଅଟୋମେଟିକାଲି ରାସ୍ତା ପାଖକୁ ଯେତେବେଳେ ପଳେଇ ଆସିଲା, କ'ଣ ହେଉଛି ନା ଆମେ ବଙ୍କେଇ ତାର ଅଟୋମେଟିକାଲି ସେଇଟା ବଙ୍କେଇବ। ଏମିତି ଟେସ୍ଲା କାର୍ ବି ଏମିତି କାମ କରେ। ଏଇ କୁହନ୍ତି ଆମର ଏଆଇ କାର୍। ନେକ୍ସଟ ଭିଡ଼ିଓରେ ଆଉ ଗୋଟେ ଭଲ ପ୍ରୋଜେକ୍ଟ ଦେଖିବା। ସେ ପର୍ଯ୍ୟନ୍ତ ଷ୍ଟେ ଟ୍ୟୁନ୍। ଥ୍ୟାଙ୍କ ୟୁ।